କାଲି ଯଦି ମୁଁ ଦୁନିଆରେ ନ ରୁହେ, ଦୁନିଆରେ ସମସ୍ତଙ୍କୁ ଛାଡ଼ି ଚାଲିଯାଏ, ତାହେଲେ ମୋ ପାଖରେ ମୋ ବନ୍ଧୁ ବାନ୍ଧବ ଠାରୁ ଆରମ୍ଭ କରି ମୋ ପଡ଼ିଶା ଲୋକ, ଏମିତିକି ମୋ ଘର ଲୋକ ମୋ ପାଖରେ ଥାଆନ୍ତି। କାହିଁକି ନା ମୋ ମୁହଁରେ ମାଟି ଟିକେ ଦେବା ପାଇଁ, ମୋ ମୁହଁରେ ନିଆଁ ଟିକେ ଦେବା ପାଇଁ। ଆଉ ସଙ୍ଗେ ସଙ୍ଗେ ସେମାନେ ଆସି ଗାଧୋଇ ପଡ଼ନ୍ତି। କାହିଁକିନା ସେମାନେ ଭାବନ୍ତି କାଳେ ମୋ ଆତ୍ମାଟା ଆସି ଘର ଭିତରକୁ ପଶିଯିବ। ଯେଉଁ ପୁଅ ଘରର ଏରୁଣ୍ଡି ବନ୍ଧ ଥିଲା, ସେଇ ପୁଅକୁ ଘର ଭିତରକୁ ପଶିବାକୁ ଦିଅନ୍ତି ନାହିଁ। ଏମିତିକି ମୋ ବ୍ୟବହାର କରୁଥିବା ସବୁ ଜିନିଷକୁ ସେମାନେ ପୋତି ଦିଅନ୍ତି, ନହେଲେ ପୋଡ଼ି ଦିଅନ୍ତି। କିନ୍ତୁ ମୁଁ ଇନକମ୍ କରିଥିବା ଟଙ୍କା, ସୁନା ଗହଣାକୁ ସେମାନେ ପୋତନ୍ତି ନାହିଁ କି ପୋଡ଼ନ୍ତି ନାହିଁ। କାହିଁକି ନା ସେଗୁଡ଼ିକ ତାଙ୍କର କାମରେ ଲାଗିବ। ଆଉ ଯଦି ଛୋଟ ପିଲାମାନେ ମୋ ନାଁ ଧରି ଡାକି ଦିଅନ୍ତି, ସେତେବେଳେ ସେଇ ପିଲାମାନଙ୍କୁ ତାଙ୍କ ପାଟିକି ଚୁପ୍ କରାଯାଏ। ନା ରେ ବାବା, ତା ନାଁ ଧରି ଡାକନା, ନାଁ ଧରି ଡାକିଲେ ଅଶୁଭ। ଯେଉଁ ଲୋକମାନେ ମୋତେ ଦିନେ ଫୋନ୍ ନ କଲେ ସେମାନେ ରହିପାରନ୍ତି ନାହିଁ, ସେଇ ଲୋକମାନେ ମୋ ନାଁ ଧରି ଡାକିବା ପାଇଁ ସେ ଛୋଟ ପିଲାମାନଙ୍କୁ ମନା କରାଯାଏ। ଥରେ ଭାବି ଦେଖନ୍ତୁ ନା, ଏ ଦୁନିଆରେ ତମେ ଇମ୍ପୋର୍ଟାଣ୍ଟ ନା ତମ ପଇସାଟା ଇମ୍ପୋର୍ଟାଣ୍ଟ? ଯେପର୍ଯ୍ୟନ୍ତ ତମେ ତାଙ୍କର ଉପକାର ଲାଗିପାରୁଥିବ, ସେ ପର୍ଯ୍ୟନ୍ତ ତମକୁ ଭ୍ୟାଲୁ ଦିଅନ୍ତି। ଆଉ ଯେପର୍ଯ୍ୟନ୍ତ ତମେ ତାଙ୍କର କୌଣସି ଉପକାର ନ ଲାଗିପାର, ସେ ପର୍ଯ୍ୟନ୍ତ ତମକୁ କେହି ମନେ ପକାନ୍ତି ନାହିଁ। ତେଣୁ ଏ ମିଛ ମାୟା ସଂସାରରେ କାହାକୁ ନିଜର ବୋଲି ଭାବନ୍ତୁ ନାହିଁ।